ଶୀତରେ ଥରୁଛି ନୂଆପଡ଼ାର ଜୁନାନୀ ଅଞ୍ଚଳ। ଶୀତର ଲହରୀ ସାରା ଅଞ୍ଚଳରେ ପ୍ରଭାବ ବିସ୍ତାର କରିଛି। ଅସ୍ତବ୍ୟସ୍ତ ହୋଇଯାଉଛି ସାଧାରଣ ଜନଜୀବନ। ସକାଳ ଶିଶିର ସାଙ୍ଗକୁ ଶୀତର ପ୍ରଭାବରେ ସୃଷ୍ଟି ହୋଇଯାଇଛି ଭିନ୍ନ ଏକ ପରିବେଶ, ଯାହାକୁ ଦେଖିବେ ଶୀତ ବସ୍ତ୍ରକୁ ଭରସା କରି ରହିଛନ୍ତି। ବର୍ଷକ 6 ଋତୁ ମଧ୍ୟରେ ଶୀତ ଋତୁ ଖୁବ୍ ଆନନ୍ଦ ସହକାରେ ଉପଭୋଗ କରିଥାନ୍ତି ଜନସାଧାରଣ। କିନ୍ତୁ ବେଳେ ବେଳେ ଶୀତର ପ୍ରକୋପ ଏମିତି ମାତ୍ରାରେ ବଢ଼ି ଯାଇଥାଏ ଯେ ଶୀତକୁ ସହ୍ୟ କରିବା ଭାରି କଷ୍ଟକର ହୋଇଥାଏ। ତଥାପି ମଣିଷ ସମାଜ ଶୀତ ଥର ଥର ମଧ୍ୟରେ ନୀତିଦିନିଆ କାମରେ ଜୀବନ ଜଞ୍ଜାଳର ଭବିଷ୍ୟତ ଡଙ୍ଗାକୁ ଆଗକୁ ନେବାରେ ପ୍ରୟାସ ଜାରି ରଖିଥାନ୍ତି। 6 ଋତୁର 6ଟି ପରିବେଶରେ ନିଜକୁ ଖାପ ଖୁଆଇ ଆଗକୁ ଆଗକୁ ପାଦ ବଢ଼ାଇଥାନ୍ତି ଜୀବନର ଚଲାପଥ ଓ ଲମ୍ବା ରାସ୍ତାରେ। ଅସହ୍ୟ ଶୀତ ଦେହକୁ ଥରାଇ ଦେଉଥିବା ବେଳେ ଘରୁ ବାହାରିବାକୁ ଇଚ୍ଛା ନଥିଲେ ମଧ୍ୟ ଜୀବନ ଜଞ୍ଜାଳର ଚଲାପଥରେ ଶୀତ କୁହୁଡ଼ି ମଧ୍ୟରେ ଗତି କରିବାକୁ ପଡ଼ିଥାଏ। ସେମିତି ଏକ ଶୀତଲହରୀର ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦି ଗ୍ରାମ ପଞ୍ଚାୟତର କଣ୍ଟାବାଜି ଠାରୁ ଜୁନାନୀ ଅଞ୍ଚଳରେ। ଝିପିଝିପି ବର୍ଷାର ପ୍ରଭାବ ସହିତ ଅସହ୍ୟ ଶୀତ ଲହରୀ, ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଛନ୍ତି। ଶୀତର ପ୍ରକୋପରୁ ମୁକ୍ତି ପାଇବା ପାଇଁ ଲୋକମାନଙ୍କର ସାହାରା ପାଲଟିଛି ନିଆଁଜାଳ। ନିଆଁଜାଳ ଦେଖିଲା ମାନେ ସଙ୍ଗେ ସଙ୍ଗେ ନିଆଁ ପାଖକୁ ଚାଲି ଯାଉଛନ୍ତି ଲୋକେ। ବର୍ତ୍ତମାନ ସମୟରେ ଧାନ ଅମଳର ସମୟ। ସମସ୍ତେ ଧାନ ଅମଳରେ ବ୍ୟସ୍ତ ରହୁଥିବା ବେଳେ ଝିପିଝିପି ବର୍ଷା ଦାଉ ସାଉଛି ଚାଷୀ କୂଳଙ୍କୁ। ତଥାପି ଶୀତ ଥର ଥର ପରିବେଶ ସୃଷ୍ଟି ହୋଇଥିଲେ ମଧ୍ୟ ବର୍ଷକର ଆହାର ଗଣ୍ଡିଏ ସଞ୍ଚିତ କରିବା ପାଇଁ ଚାଷୀ କୂଳ ଶୀତକୁ ଖାତିର ନ କରି ଧାନ ଅମଳରେ ବ୍ୟସ୍ତ ରହୁଛନ୍ତି। ଶୀତ ଋତୁରେ ଶୀତ ଆସିଥାଏ, କିନ୍ତୁ ଶୀତର ପରିବେଶରେ ଝିପିଝିପି ବର୍ଷା ଶୀତକୁ ଅଧିକ ସକ୍ରିୟ କରିଦେଇଥିବା ଯୋଗୁଁ ଶୀତର ଲହରୀରେ ଅତିଷ୍ଠ ହୋଇପଡ଼ୁଛନ୍ତି ଜନସାଧାରଣ। ଶୀତ ଋତୁର ସମୟ ଆଗକୁ ଅନେକ ବାଟ ରହିଛି। ଶୀତ ଶିଶିରରେ ଚଲାବାଟ ଚାଲିବାକୁ ଅନେକ କିଛି ବାକି ଥିଲେ ମଧ୍ୟ ଶୀତର ପ୍ରାରମ୍ଭରେ ରାସ୍ତାଟି ଅତି ଜଟିଳ ହୋଇପଡ଼ୁଛି। ବର୍ତ୍ତମାନରୁ ଯଦି ଏମିତି ଶୀତର ଲହରୀ କାଳ ରୂପେ ଗ୍ରାସ କରି ବସେ ତାହେଲେ ଆଗକୁ ଶୀତର ପ୍ରଭାବ ଅସହ୍ୟ ହୋଇବ ବୋଲି ଅନୁମାନ କରାଯାଇଛି। ରାତିର ଶୀତ ଲହରୀ ଜନସାଧାରଣଙ୍କୁ ଯେତିକି କଷ୍ଟ ଦେଉନାହିଁ, କଷ୍ଟ ଦେଉଛି ସକାଳର ଶୀତ ଲହରୀ। ସକାଳୁ ସକାଳୁ ରାସ୍ତାକୁ ଆସିଲେ କୁହୁଡ଼ିରେ ଭରି ଯାଇଥାଏ ରାସ୍ତା, ଯାହାକି ବାଟ ଚାଲିବାରେ ଅନେକ ଅସୁବିଧା ସୃଷ୍ଟି କରିଥାଏ। ସୂର୍ଯ୍ୟ କିରଣ ନ ବାଜିଲା ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ମଟରଟିଏ ବି ଦେଖିବାକୁ ମିଳିନଥାଏ। ଶୀତର ପ୍ରକୋପ ସାଙ୍ଗକୁ ସକାଳ କୁହୁଡ଼ି ଜନଜୀବନରେ ବ୍ୟାଘାତ ସୃଷ୍ଟି କରିଦେଇଥାଏ। ଶୀତର ପ୍ରକୋପ ବଢ଼ିବାରେ ଲାଗିଥିବା ଯୋଗୁଁ ରାସ୍ତା ଉପରେ ଲୋକମାନଙ୍କ ଯିବା ଆସିବାରେ ଅସୁବିଧା ହେଉଥିବା ବେଳେ ଝିପିଝିପି ବର୍ଷା ଅଧିକ ଅସୁବିଧାର ପାହାଡ଼ ସୃଷ୍ଟି କରିଦେଇଛି। ବିଶେଷ କରି ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ସହର ଠାରୁ କଣ୍ଟାବାଞ୍ଜି ରାସ୍ତାର ଜୁନାନୀ ଗ୍ରାମ ପର୍ଯ୍ୟନ୍ତ ଶୀତର ଲହରୀ ଦେଖିବାକୁ ମିଳିଛି। ଚାଷୀମାନେ ଧାନ କାଟି ନିଜ ନିଜର ଖଳାକୁ ଆଣିବା ସମୟରେ ଝିପିଝିପି ବର୍ଷା ଶୀତର ପ୍ରକୋପ ଜୀବନଯାତ୍ରାରେ ବହୁତ ଅସୁବିଧା ସୃଷ୍ଟି କରୁଛି। ଦିନସାରା ଦେହରୁ ଶୀତ ବସ୍ତ୍ର କାଢ଼ିବାକୁ ଇଚ୍ଛା ହେଉନଥିବା ବେଳେ ନିଆଁ ଜାଳ ହିଁ ସମସ୍ତଙ୍କର ସାହାରା ପାଲଟିଛି। ଏମିତି ଶୀତର ଲହରୀ ଆଉ କିଛି ଦିନ ଯଦି ଲାଗି ରହେ ଏ ଅଞ୍ଚଳ ପାଇଁ ଅନେକ ସମସ୍ୟା ଦେଖାଦେଇପାରେ ବୋଲି ସାଧାରଣରେ ଅନୁମାନ କରାଯାଉଛି। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, ଏଭି ନ୍ୟୁଜ୍।